नमस्कार। देखो। हम्म, आज କିଛି ଆପଣଙ୍କ ପାଖରେ ଟିକେ ସେୟାର କରିବାକୁ ଚାହୁଁଛି। ବିକଜ ପ୍ରଥମ ଲାଇଫରେ ଲୋକଙ୍କ ପାଖରେ ଆଉ ସେମିତି କିଛି ଅପସନ୍ ନାହିଁ ଯେ ୱିଦାଉଟ୍ ଡକ୍ଟର କେୟାର ଆଉ ଭଲ ହବାକୁ ଚେଷ୍ଟା କରୁନି, ସମସ୍ତେ ଯାଉଛନ୍ତି ଡକ୍ଟରଙ୍କ ପାଖରେ। ଓକେ, ତ ସେଇ ବିଷୟରେ ମୁଁ କିଛି ଆପଣଙ୍କୁ କହିବାକୁ ଚାହୁଁଛି। ସପୋଜ ଏଭବ ଏଜ୍ ଅଫ୍ 35, 35 ଏଜ୍ ପରେ ଦେଖିବେ ଜେନେରାଲି ଲୋକଙ୍କ ଯେକୌଣସି ଆଇଦର ସ୍ତ୍ରୀ ଲୋକ ହୁଅନ୍ତୁ କି ପୁରୁଷ ଲୋକ ହୁଅନ୍ତୁ, ସେମାନଙ୍କର ନିହାତି ନମ୍ବର ଅଫ ଇସ୍ୟୁସ୍ ଆସିଯାଏ। ଏଜ୍ ଅଫ୍ 35 ହେଉଛି ଗୋଟେ ବଡ ଲାଇନ୍। ତାପରେ ଆପଣ ଅପ ଟୁ ମାନେ କିଏ ସଚେତନ ହୁଅନ୍ତି, ମର୍ଣ୍ଣିଂ ୱାକ୍ କରନ୍ତି, ଜଗିଂ କରନ୍ତି, ଏକ୍ସରସାଇଜ କରନ୍ତି, ଅଦରୱାଇଜ ଡକ୍ଟର ଆଶ୍ରୟ ନିଅନ୍ତି। ହେଲା କି? ସେଇ ବିଷୟରେ ମୁଁ କିଛି ଗୋଟେ କହିବାକୁ ଯାଉଛି। ତେଣୁ ସପୋଜ ସ୍ପେସିଆଲି ମୋ କେସ୍ ହଉ କି ମୋ ଉପରେ ମୁଁ ଆପଣଙ୍କୁ କିଛି ଗୋଟେ ଜ୍ଞାନ ଦେବାକୁ ଚାହୁଁଛି। ତ ଏଭବ 35 ମିନ୍ସ 40 ଏଜ୍, 40 ଟୁ ପାଖାପାଖି ମତେ ମତେ ବର୍ତ୍ତମାନ ଏଜ୍ ମୋର ହଉଛି 48। ଓକେ, ତ 44 ୟା 45 ଟାଇମରୁ ବିଫୋର ଟାଇମ୍ ମତେ ବହୁତ ପ୍ରୋବ୍ଲେମ ଥିଲା। ତାମାନେ ମୁଁ କାମ କଲା ବେଳେ ନିଜକୁ ବହୁତ ମାନେ ଅନିଜି ଫିଲ୍ କରେ। ଚିଡ଼ଚିଡ଼ା ଭାବ ହୁଏ। ଆଣ୍ଡ ବହୁତ ଟାଇମରେ ଅଫିସରେ ମୁଁ ଶୋଇପଡ଼େ, ପିଲାମାନେ ଅଛନ୍ତି ମୋ ଗୋଡ଼ ହାତ ଚିପା ଚିପି ତଳେ ଦିଅନ୍ତି। ଏମିତି ଶୋଉ ଶୋଉ ବହୁତ ସମୟ ଶୋଇଯାଇଥିଲି। ଅଫିସ ଟାଇମ୍ ଓଭର ହେଇଯାଇଥିବ, ମୋ ନିଦ ଭାଙ୍ଗେ। ମୁଁ ବହୁତ ଦୁର୍ବଳ ହେଇଯାଇଥିଲି ଏବଂ ଚିଡ଼ଚିଡ଼ା ଭାବ ବହୁତ ଆସେ, ମାଇଣ୍ଡ ଷ୍ଟ୍ରେସ୍ ବଢ଼ିଯାଏ। ଓକେ, ତ ଶାରୀରିକ ପରିଶ୍ରମ ଆମର କିଛି ହେଲାନି। ସକାଳୁ ଉଠିଲି, ଜଷ୍ଟ ପିଲାମାନଙ୍କୁ ସ୍କୁଲ ଏସବୁ ବୁଝିଲା ପରେ ସମୟ ହେଇଯାଏ। ତାପରେ ମୁଁ ଅଫିସ ପଳାଏ। ଅଫିସ ଯାଇକିରି ସେଠି ବସି ପାଖାପାଖି 9ଟାରୁ 9:30ରୁ ଅଫିସରେ ରିଚ୍ କରେ ଏବଂ 10ଟା ପରେ କାମ ଷ୍ଟାର୍ଟ ହୁଏ। 8, 8:30 ଅଫିସ ବନ୍ଦ ହେଲେ ମୁଁ ଘରକୁ ଆସେ। ତ ଇନ୍ ବିଟୁଇନ୍ ମୋର କିଛି ଶାରୀରିକ ପରିଶ୍ରମ ରହିଲାନି। ତ ଶାରୀରିକ ପରିଶ୍ରମ ଯେହେତୁ ନ ରହିଲା ଏବଂ ଶରୀର ଅନନେସେସାରୀ ଫ୍ୟାଟରେ ଡିପୋଜିଟ୍ ହେବାକୁ ଲାଗିଲା। ଓକେ, ତ ଯେତେବେଳେ ମତେ ବହୁତ ଅସୁସ୍ଥ ଲାଗିଲା, ତ ମୁଁ ମେଡିକାଲ ଗଲି। ମେଡିକାଲ ଯାଇ ଭଲ ପ୍ରୋଫେସନାଲ ଡକ୍ଟର ଜଣେ ଅଛନ୍ତି, ତାଙ୍କ ସହିତ ଦେଖା କଲି। ଦେଖା କଲା ପରେ ସେ ମୋତେ ଫାଷ୍ଟ କିଛି ଟେଷ୍ଟ କରିବାକୁ କହିଲେ। ବ୍ଲଡ ଟେଷ୍ଟ କଲି, କୋଲେଷ୍ଟ୍ରୋଲ, ଲିପିଡ ପ୍ରୋଫାଇଲ, ସିବିସି, ଏଲ୍ଏଫ୍ଟି ଏମିତି ଫାଷ୍ଟ କଲି। ବିଫୋର ଏସବୁ ଜିନିଷ କରିବାର କିଛି ଦିନ ପୂର୍ବରୁ ମୋର ଗ୍ୟାଷ୍ଟ୍ରିକ୍ ବହୁତ ଥିଲା। ପିଲାବେଳେ ବହୁତ ଗ୍ୟାଷ୍ଟ୍ରିକ୍ ଥିଲା। ମାନେ ମୋର ଏଇ ପର୍ଯ୍ୟନ୍ତ ଆକ୍ଚୁଆଲି ଯୋଉ ପେଟ ଏବଂ ଜଷ୍ଟ ଏଇ ପୋର୍ସନଟା ମୋର ଆକ୍ଚୁଆଲି ବହୁତ ପେନ୍ ଅଛି। ଏମିତି ବି ଚିନ୍ତା ମାନେ ବହୁତ କାଟେ। ଓକେ, ତେଣୁ ସେ ସମୟରେ କଣ ହେଲା, ଗ୍ୟାଷ୍ଟ୍ରିକ୍ ମେଡିସିନ ମୁଁ ପାଖାପାଖି କଣ୍ଟିନ୍ୟୁ କଲି। 3 4 ମାସ ଖଣ୍ଡେ ଗ୍ୟାଷ୍ଟ୍ରିକ୍ ମେଡିସିନ ଖାଇଲି। ଖାଇଲା ପରେ ସେଠୁ ରିଲିଜ ହେଇଗଲା, ଏଇ ଜାଗାଟା ପେନ୍ କମିଗଲା। ଗୋଟେ ଗ୍ୟାଷ୍ଟ୍ରିକ୍ ରହିଲା, ଉପର ହାକୁଟି ସବୁବେଳେ ଦେଲା। ଓକେ, ଖାଦ୍ୟ ହଜମ ହବନି। ଟଏଲେଟ ଯିବି ମାନେ ମିନିମମ୍ 20 25 ମିନିଟ୍ ସେଠି ବସିବି ଆଗେ, ତାପରେ କ୍ଲିୟର ହବ, ନହେଲେ ହବନି। ଓକେ, ତ ଏଇ ସବୁ ପ୍ରୋବ୍ଲେମ ହେଲା ପରେ ମୁଁ ଡକ୍ଟରକୁ ଦେଖେଇଲି। ଡକ୍ଟର ଦେଖେଇଲା ପରେ ସେ ମୋତେ ଟେଷ୍ଟ କରିବାକୁ କିଛି କହିଲେ। ଏଇସବୁ ଜିନିଷ କିଛି ଟେଷ୍ଟ କରିବାକୁ କହିଲେ। ଟେଷ୍ଟ କରିକି ଦେଖିଲା ପରେ ମୁଁ ଦେଖିଲି ମୋର ଲିପିଡ ପ୍ରୋଫାଇଲ ରେ ବାହାରିଲା କୋଲେଷ୍ଟ୍ରଲ, ଟିଜି ଲେଭେଲ ବହୁତ ବଢିକି ଅଛି। ଟିଜି ବଢିଛି, ବ୍ୟାଡ କୋଲେଷ୍ଟ୍ରଲ ବି ବଢିଛି, ଲିଭର ଫଙ୍କସନ ନର୍ମାଲ ଥିଲା। ଜଷ୍ଟ ଡିଫରେନ୍ସ ଥିଲା, ବେଶୀ କିଛି ନଥିଲା। ୟୁରିକ ଏସିଡ ବଢିଥିଲା। ୟୁରିକ ଏସିଡ ଆଣ୍ଡ ସ୍ପେସିଆଲି ମୋର ଟିଜି ବହୁତ ବଢିକି ଥିଲା। ଓକେ, ତ ଡକ୍ଟରଙ୍କ ପାଖକୁ ଗଲି। ସେ ମୋତେ ମେଡିସିନ ଦେଲେ, କୋଲେଷ୍ଟ୍ରଲ ପାଇଁ ମେଡିସିନ ଦେଲେ। କଣ୍ଟିନ୍ୟୁ 3 ମାସ ମୁଁ ଖାଇବାକୁ କହିଲେ। ତେଣୁ ଇଏ ହଉଛି ଗୋଟେ କାହାଣୀ। ମୁଁ କାହିଁକି କହୁଛି ଆପଣଙ୍କୁ, କାହିଁକି ଡକ୍ଟର, ପେସେଣ୍ଟ ଆଣ୍ଡ ମେଡିସିନ,
ये कोरिलेटेड आपस में बहुत मिसिक रही କାହିଁକି ଡକ୍ଟର ସେ ତା ପ୍ରେସକ୍ରିପସନ ଲେଖିବେ, ମେଡିସିନ ଗଲା ସେ ମେଡିସିନ ଦେବେ। ଓକେ, ତେଣୁ ଡକ୍ଟର ତ ରୋଗୀ ଗଲା ମାନେ ଡକ୍ଟର ଚେକଅପ୍ କଲା ପରେ ସେ ଆପଣଙ୍କୁ ଯାହା ବି ହେଲେ ମେଡିସିନ ଦବ। ବିନା ମେଡିସିନ ତ ଭଲ ହବାର ନାହିଁ ନା, ତେଣୁ ଦେବ। ମେଡିସିନ ଦୋକାନକୁ ଯିବା, ଆମେ ମେଡିସିନ କିଣିବା। डायग्नोस्टिक डायग्नोस्टिक मीन्स आम प्रथम डॉक्टर पाक गले, डॉक्टर आमको फास्ट टेस्ट करने कहला, आम गले डायग्नोस्टिक सेंटर, डायग्नोस्टिक सेंटर आम पैसा ना, तापर मत डॉक्टर रिपोर्ट देखिए मेडिसिन देले, कहले कौन 3 मंथ्स कंटिन्यू मेडिसिन खाइबे এবং টিকে মর্নিং ওয়াক কিছু করন্তু। ওকে, ଆଉ ନନଭେଜ ଖାଇବା ବନ୍ଦ କରିଦିଅନ୍ତୁ। 3 ମାସ ପର୍ଯ୍ୟନ୍ତ ନନଭେଜ ଖାଇବା ବନ୍ଦ କରିଦିଅନ୍ତୁ, ଆପଣଙ୍କର ରିଜଲ୍ଟ ହେଇଯିବ। ଓକେ, ତେଣୁ ମୁଁ ମାନେ ଗୋଟେ ଜଷ୍ଟ ଟ୍ରାଙ୍ଗେଲ ଟାଇପର ମୁଭ୍ କଲି। ଦେହ ମୋର ଫାଷ୍ଟ ଖରାପ ଥିଲା, ଡକ୍ଟର ପାଖକୁ ଗଲି, ଡକ୍ଟର ଡାଇଗ୍ନୋଷ୍ଟିକ୍ କରିବାକୁ ଟେଷ୍ଟ କରିବାକୁ ଦେଲେ, ଏଦେନ୍ ମୁଁ ପୁଣି ଆସିଲି ମୋ ଜାଗାକୁ ମେଡିସିନ ନେଇକି। ବୁଝିପାରିଲେ? ତ କହିବାର ରିଜନ ହେଲା, ତେଣୁ ଏ ପ୍ରୋସିଜର ଆମକୁ 3 ମାସ ମତେ ଗଲା, କଣ୍ଟିନ୍ୟू 3 ମାସ ପର୍ଯ୍ୟନ୍ତ ଏଇ ଜିନିଷ ମୋ ସାଙ୍ଗରେ ଚାଲିଲି। ମେଡିସିନ ଖାଇଲି, ଟିକେ ଭଲ ଲାଗିଲା, ମାସେ ଭଲ ଲାଗିଲା, ସେକେଣ୍ଡ ମାସ ଟିକେ ଭଲ ଲାଗିଲା, ଥାର୍ଡ ମାସ ଆମର କଣ ହେଲା, ମତେ ଟିକେ ହାଲିଆ ଲାଗିଲା। ଓକେ, ହାଲିଆ ଲାଗିଲା, ଆ, ଗୋଡ ଭଣ୍ଡି ଗୁଡାକ ମତେ ଯେମିତି ଘୋଳେଇଲା କଣ ଲାଗିଲା। ଓକେ, ଆ, ବହୁତ ଟାଇମରେ ଦେଖିଲି ମାଉଥ ଅଲସର ବାହାରିଲା। ଆଗରୁ ଏଗୁଡା କିଛି ନଥିଲା, ମେଡିସିନ ନେଲା ପରେ ଇଏ ସବୁ ଜେନେରେଟ ହେଇଗଲା। କହିବାର ରିଜିନ ଅଛି, ଆପଣ ଟିକେ ଭଲ କି ବୁଝନ୍ତୁ। ତେଣୁ ଏଗେନ ମୋର 3 ମାସ ପରେ କଣ କୋଲେଷ୍ଟ୍ରଲ ଲେଭେଲଟା ପୁଣି ମୁଁ ଚେକ୍ କଲି। ଚେକ୍ ଯେତେବେଳେ କଲି ମୋର ଫାଷ୍ଟ ଟିଜି ଥିଲା 450, ତାପରେ ଆସିଗଲା 250 200 ପାଖାପାଖି ରହିଲା। ଓକେ, ଡକ୍ଟର ସେଇ ମେଡିସିନ ମତେ ଦେଇଛି, କଣ୍ଟିନ୍ୟू ମୁଁ ତାକୁ ଖାଉଛି। କିନ୍ତୁ ରୋଜ ରୋଜ ଟା ହଉଛି ଆପଣଙ୍କର ରୋଜିକା ଟେନ୍ ଏମଜି କଣ୍ଟିନ୍ୟೂ ଚାଲିଲା, ଠିକ ଠାକ ରହିଲା। ପୁଣି ମୁଁ କଣ କଲି, ଯେତେବେଳେ ମାଉଥ ଅଲସର ହେଲା, ଗୋଡ ଭଣ୍ଡି ଘୋଳେଇଲା, ଏଗେନ ମୁଁ ଡକ୍ଟର ପାଖକୁ ଗଲି। ଓକେ, ତେଣୁ ଡକ୍ଟର ପୁଣି ଦେଖିଲେ, ପୁଣି ଦେଖିଲା ପରେ ସେ ମତେ ଆଡଭାଇସ୍ କଲେ, କାହିଁକି ସିଏ ଯେତେବେଳେ ପ୍ରଥମେ ମେଡିସିନ ଦେଲେ ତାର ବ୍ୟାଡ୍ ଇଫେକ୍ଟ ମତେ ଆଉ କିଛି କହିନଥିଲେ। ଏ ମେଡିସିନ ଖାଇଲେ କଣ ହବ, କୌଣସି ଡକ୍ଟର ଆପଣଙ୍କୁ ସେଗୁଡା ପ୍ରେସକ୍ରାଇବ କରନ୍ତି ନାହିଁ କି କରିବେ ନାହିଁ। ବୁଝିପାରିଲେ? ତେଣୁ ସେକେଣ୍ଡ ଟାଇମ ମୁଁ ଗଲି, ଗଲା ପରେ ମୁଁ କହିଲି ସାର୍ ଏସବୁ ଜିନିଷ ତ କମି ଯାଇଛି, ବଟ୍ ମୋ ମାଉଥ ଅଲସର ରହୁଛି, ଗୋଡ ମାଂସପେଶୀ ମତେ ଟିକେ ଘୋଳିଆ ଲାଗୁଛି। ସେଠୁ ସିଏ କଣ କଲେ, ମଲ୍ଟିଭିଟାମିନ୍ କିଛି ଆଡ୍ କଲେ। ବୁଝିପାରିଲେ? ତେଣୁ ଅରିଜିନାଲ ମେଡିସିନ ମତେ ରୋଜଭାଷ୍ଟିନ୍ ଦେଇଥିଲେ, ମୁଁ ଖାଉଥିଲି, ତା ସାଙ୍ଗରେ ପୁଣି ମଲ୍ଟିଭିଟାମିନ୍ ଆଡ୍ କଲେ। କାହିଁକି ଆଡ୍ କଲେ? ନା ରୋଜଭାଷ୍ଟିନ୍ କାମ ବ୍ଲଡକୁ ପତଳା କରିଦବ, ତ ବ୍ଲଡରେ ଯେତେ ପ୍ରକାରର ଫ୍ୟାଟ ଆଉ ଗୁଡ ଜିନିଷ ରହୁଛି ସେ ତାକୁ ଡିଜଲ୍ଭ କରିଦବ। ତେଣୁ ମୋର ବଡିରେ ଭିଟାମିନ୍ ସର୍ଟେଜ ହେଲା, ମାଉଥ ଅଲସର ବାହାରିଲା, ଭିଟାମିନ୍ B12 କମିଗଲା। ଓକେ, ଶେଷ ଏଇ ଯୋଉ ଜିନିଷଟା କମିଗଲା ବଢିଗଲା, ଏଇଟା ମୁଁ ଆଗରୁ ଜାଣିନଥିଲି। ହର୍ବାଲ ଲାଇଫ୍ ଏଣ୍ଟ୍ରି କଲା ପରେ ହିଁ ମୁଁ ଏସବୁ ଜିନିଷ ଜାଣିଛି। ଓକେ, ତେଣୁ ମୁଁ ପୁଣି ଡକ୍ଟର ପାଖକୁ ଗଲି, ସେ ମୋତେ ଭିଟାମିନ୍ସ ଦେଲେ, ମୁଁ ଆସିଲି, ପୁଣି ମାସେ କଣ୍ଟିନ୍ୟୁ କଲି, ଭିଟାମିନ୍ ଖାଇଲି, ଗୋଡ ଯୋଉ ପେନ୍ ରହୁଥିଲା ସେ କମିଲା, ମାଉଥ ଅଲସର କମିଗଲା। ପୁଣି ଏଗେନ୍ ଡକ୍ଟର ପାଖକୁ ଗଲି ଆଫ୍ଟର 1 ମନ୍ଥ। ଓକେ, 1 ମନ୍ଥ ଗଲା ପରେ 3 ମାସ ପରେ ପୁଣି ଆଉ ଗୋଟେ ମାସ ମତେ ଦେଲେ ନା, ପୁଣି ଗଲି, ଏଗେନ୍ ଡକ୍ଟର ଆଡଭାଇସ୍, ଆଉ ଥରେ ଆପଣ ଟେଷ୍ଟ କରନ୍ତୁ। କଥା କହିବାର କିଛି ରିଜିନ ଅଛି ଯୋଉଟା କି ଆପଣ ବୁଝନ୍ତୁ କାହିଁକି ମୁଁ କଥା କହୁଛି। ତେଣୁ ଏଗେନ୍ ମୁଁ ଗଲି, ସେ ପୁଣି ଏଗେନ୍ ମତେ ଡାୟଗ୍ନୋଷ୍ଟିକ ସେଣ୍ଟର ପଠେଇଲେ, ପୁଣି ସେ ଟ୍ରାଙ୍ଗେଲ ଭଳିଆ ବୁଲିଲେ, ଡକ୍ଟରକୁ ଗଲି, ସେ ଡକ୍ଟର ପୁଣି ଡାୟଗ୍ନୋଷ୍ଟିକ ସେଣ୍ଟର ମତେ ପଠେଇଲା। ସେଠି ଏଜେନ୍ ଲିପିଡ ପ୍ରୋଫାଇଲ କଲି, ଲିଭର ଫଙ୍କସନ ଟେଷ୍ଟ କଲି, ୟୁରିକ ଏସିଡ ପାଇଁ କଲି, କିଡନୀ ଫଙ୍କସନ ଟେଷ୍ଟ, ସିବିସି ସବୁ କଲି। ସେଠି ବି ମୋର ପଇସା ଖର୍ଚ୍ଚ ହେଲା। ଓକେ, ପୁଣି ମୁଁ ଡକ୍ଟର ପାଖକୁ ରିପୋର୍ଟ ନେଇକି ଆସିଲି। ସବୁ ଦେଖିଲା ପରେ ଡକ୍ଟର ଦେଖିଲେ କଣ ହେଇଛି, କୋଲେଷ୍ଟ୍ରଲ ମ୍ୟାନେଜ ହେଲା, ଭିଟାମିନ୍ ଯୋଉ ଦେଇଥିଲେ ସେଟା କଣ୍ଟିନ୍ୟू ଚାଲିଛି। ପ୍ରୋବ୍ଲେମ ହେଲା କଣ, ମୋର ଲିଭର ଫଙ୍କସନ ପ୍ରୋବ୍ଲେମ ହେଇଗଲା, ଲିଭରର ଏସଜିପିଟି ଆଉ ଏସଜିଓଟି ବିଲିରୁବିନ ବଢିଗଲା।
ବୁଝିପାରିଲେ? ଡକ୍ଟର ଚାହିଁବେ ଆମକୁ ଭଲ କରିବା ପାଇଁ। ଡକ୍ଟର କେବେ ଚାହିଁବେନି ଯେ ଆମେ ଖରାପ ହେବା ପାଇଁ। ଡକ୍ଟର ଚାହିଁବେ ଆମେ ଭଲ ହବା, ସେ ସେଇ ହିସାବରେ ଆମକୁ ମେଡିସିନ ଦେବେ। ଓକେ। ତେଣୁ ଆମେ ପୁଣି ଆସିଲେ ଡକ୍ଟରଙ୍କ ପାଖକୁ, ପୁଣି ଗଲେ ସିଏ ଆମକୁ ପୁଣି ମେଡିସିନ ଦେଲେ ଲିଭର ଫଙ୍କସନ ଠିକ କରିବା ପାଇଁ। କାରଣ ଯାଇଥିଲି ମୁଁ କୋଉଥିପାଇଁ? କୋଲେଷ୍ଟ୍ରଲ ପାଇଁ ଯାଇଥିଲି। ଦେହ ଅସୁସ୍ଥ ଥିଲା, ଚାଲି ବୁଲି ପାରୁନଥିଲି, ସେଇଥିପାଇଁ ଯାଇଥିଲି। ତ କୋଲେଷ୍ଟ୍ରଲ କମିଲା, ଭିଟାମିନ ଆଡ ହେଲା, ପାଟି ଘା ହେଲା, ସେ ଜିନିଷ ରିଜର୍ଭ ହେଲା, ଲିଭର ଫଙ୍କସନ ପୁଣି ଡିଜର୍ଡର ହେଇଗଲା। ଓକେ। ପୁଣି ଡକ୍ଟର ପାଖକୁ ଗଲି, ସେ ପୁଣି ଏଗେନ ମତେ ମେଡିସିନ ଦେଲେ ଲିଭର ଫଙ୍କସନକୁ ଠିକ କରିବା ପାଇଁ। ଓକେ। ତ ପ୍ରୋସେସ ମୋର ଚାଲିକି ରହିଲା। ଡାକ୍ତର ପାଖକୁ ଗଲି, ଡାୟଗ୍ନୋଷ୍ଟିକ ସେଣ୍ଟର ଗଲି, ଏଗେନ ଆସିକି ଔଷଧ ଖାଇଲି। ଓକେ। ଏ ସବୁ କଣ ତିନିଟା ଫେଜରେ ମୋର ଚାଲିଲା। କିନ୍ତୁ ବଡି ଯୋଉ ଜିନିଷଟା ମୁଁ ଚାହୁଁଥିଲି ସେ ଜିନିଷ ହେଇପାରିଲାନି। ବରଂ ମେଡିସିନ ବଢିଲା, ଡୋଜ ବି ବଢିଲା, ଏବଂ ଆପଣଙ୍କର ବିଜନେସ ବି ସେମାନଙ୍କର ବଢିଲା। ଓକେ। ତ ଡକ୍ଟର କେବେ ଚାହିଁବନି ତା ରୋଗୀ ଖରାପ ହଉ ବୋଲି। ଓକେ। ରୋଗୀ ସବୁବେଳେ ସୁସ୍ଥ ରହିବାକୁ ଡକ୍ଟର ଚାହିଁବ। ସିଏ ତ ମେଡିସିନ ଦେଖିବ, ଆମେ କହିବା ଆମର ଦେହ ଏୟା ହଉଛି ସେଇଆ ହଉଛି, ସେ ମେଡିସିନ ଲେଖିବେ। ଓକେ। ତ ଆମେ ମେଡିସିନ ଖାଇବା, ବଟ୍ ତାର ସାଇଡ ଇଫେକ୍ଟଟା ହବ କଣ ହବ? ଡିଫରେଣ୍ଟ ଡିଜିଜ ତିଆରି କରିକିରିକା ଚାଲିଲା, ଆମର ଡିଫରେଣ୍ଟ ଅର୍ଗାନ ଉପରେ ପ୍ରେସର କରିକିରିକା ଚାଲିଲା। ଓକେ। ଏ ସବୁ ସମସ୍ୟା ଯେତେବେଳେ ମୋ ଦେହରେ ସୃଷ୍ଟି ହେଲା, ତେଣୁ ମୁଁ ବର୍ତ୍ତମାନ କଣ ରିଜର୍ଭ ହେଇକି ଗୋଟେ ଜାଗାରେ ବସିଗଲି। କାହିଁକି 3 4 ମାସ, 5 ମାସ, 6 ମାସ ମେଡିସିନ ଖାଇଲା ପରେ ମୁଁ ଦେଖିଲି ଡିଫରେଣ୍ଟ ସବୁ ଆକ୍ଟିଭିଟିଜ ଚେଞ୍ଜ ହେଇଗଲା, ଡିଫରେଣ୍ଟ ଅର୍ଗାନ ଉପରେ ଆଫେକ୍ଟ ପକେଇଲା। ତ ସେଇ ଟାଇମରେ ମୁଁ ସବୁବେଳେ ଚିନ୍ତା କଲି କି ଏଇ ମେଡିସିନ ଖାଇଲେ ତ ମୋର ଏଇଭଳିଆ ପ୍ରୋବ୍ଲେମ ହଉଛି, ଗୋଟେ ଏମିତି କିଛି ଜିନିଷ ମୋର ଦରକାର ଯୋଉଥିରେ କି ସାଇଡ ଇଫେକ୍ଟ ବି ନଥିବ, ଶରୀର ବି ସୁସ୍ଥ ରହୁଥିବ, ଏନର୍ଜେଟିକ ଫିଲ୍ କରିବି। ତେଣୁ ଏଇ ସବୁ ଡିସ୍କସନ ହେଲା ଭିତରେ ଆମ କଲୋନୀ ଭିତରେ ଅର୍ବାନ ଲାଇଫ ସେଣ୍ଟର ଆରମ୍ଭ କଲେ ଜଣେ ମ୍ୟାଡାମ, ଯିଏ ହଉଛନ୍ତି ମୋ କୋଚ୍। ଓକେ। ସିଏ 2 3 ଥର ମତେ ଡାକିଲେ। ମୁଁ ଅବଶ୍ୟ ମୁଁ ନଥିଲି, ମତେ ଡାକିନାହାନ୍ତି, ମୋ ୱାଇଫ୍ ଡାକିଥିଲି। ୱାଇଫ୍ ଥରେ ଆସି ମତେ କହିଲେ, ଆରେ ସିଏ ଏତେ ଥର ଡାକୁଛନ୍ତି, ଚାଲ ଥରେ ଯାଇକି ଆସିବା। ଗଲି ଗୋଟେ ଥର ତାଙ୍କ ପାଖରେ ଯାଇ ସେକ୍ ପିଇଲି। ସେଦିନ ବହୁତ ହାଲକା ଫୁଲକା ଲାଗିଲା ଏବଂ ଭଲ ବି ଲାଗିଲା। ହୁଁ। ସେଇ ଦିନରୁ ଆଜି ପର୍ଯ୍ୟନ୍ତ ମୁଁ କଣ୍ଟିନ୍ୟୁ କରି ଚାଲୁଛି, ଅପ୍ ଟୁ 7 ମନ୍ଥ ମୋର ହେଇଗଲାଣି। ଓକେ। ମୁଁ ସୁସ୍ଥ ଅଛି, ସବଳ ଅଛି, ଏନର୍ଜେଟିକ୍ ଅଛି, ଏବଂ ମାଇଣ୍ଡରେ ପଜିଟିଭ ଥିଙ୍କିଙ୍ଗ ଆସୁଛି। ମୁଁ ତେଣୁ ଶରୀରର ଯେତେ ପ୍ରକାର ମୋର ଇସ୍ୟୁ ଥିଲା, ଗୋଡ ଥରୁଥିଲା, ଭିଟାମିନ B12 କମ୍ ଥିଲା, କ୍ୟାଲସିୟମ ଡେଫିସିଏନ୍ସି ଥିଲା, କୋଲେଷ୍ଟ୍ରୋଲ ହାଇ ରହୁଥିଲା, ସିଡି ଚଢି ପାରୁନଥିଲି, ସବୁ ରିଜଲ୍ଭ ହେଇଯାଇଛି ବର୍ତ୍ତମାନ। ମୁଁ ବର୍ତ୍ତମାନ ଫିଟ୍ ଆଣ୍ଡ ଫାଇନ୍। ଓକେ। ତେଣୁ ଡକ୍ଟରଙ୍କ ପାଖକୁ ଯିବାର ନାହିଁ, ମେଡିସିନ ଖାଇବାର ବି ନାହିଁ। ଓକେ। ସୁସ୍ଥ ସବଳ ଅଛି। ହଁ, ଡକ୍ଟର ଅଛନ୍ତି, ଇମର୍ଜେନ୍ସି ପାଇଁ ଅଛନ୍ତି। ଓକେ। ତା ଅର୍ଥ ନୁହେଁ ଯେ ଡକ୍ଟର ପାଖକୁ ଆମେ ଯିବାନି, କାରଣ ସିଏ ହଉଛନ୍ତି ଡକ୍ଟର। ଥଣ୍ଡା, ଜର, କାଶ, ଝାଡା ଏସବୁ ପାଇଁ ଆମେ ଯିବା ନାହିଁ। କୋଉଠି କେତେବେଳେ ଆପଣଙ୍କର କିଛି ଆକ୍ସିଡେଣ୍ଟ ହେଇଯାଉଛି କି ଅଲଗା କିଛି କଟି କଟି ଯାଉଛି, ସେ ଟାଇମରେ ଆମେ ବାଧ୍ୟ ହେଇକି ଯିବା। ଆଉ ୱିଦାଉଟ୍ ଡକ୍ଟର ଆମେ କିଛି କରିପାରିବାନି। ତେଣୁ ଆମେ ଚାହିଁବା ଯେମିତି ନିଜକୁ ନିଜେ ସୁସ୍ଥ ରଖିବା, ଆମ ହିସାବରେ ଆମେ ରହିବା। ଡକ୍ଟରଙ୍କ ଉପରେ ବେଶୀ ପ୍ରେସରାଇଜ କରିବା ନାହିଁ, କି ଡକ୍ଟର ପାଖକୁ ବାରମ୍ବାର ଫ୍ରିକ୍ୱେଣ୍ଟଲି ଯିବାର ନାହିଁ। ତ ଭିଡ଼ିଓରୁ ଯଦି କିଛି ଆପଣ ବୁଝିପାରୁଥିବେ, ତାହେଲେ ମୋତେ ଟିକେ ଲାଇକ୍ କରିବେ ଏବଂ ସେୟାର କରିବେ। ମୋର ୟୁଟ୍ୟୁବ୍ ଚ୍ୟାନେଲ ମୋର ଅଛି, ମୁଁ ଆକୁ ଅପଲୋଡ଼ କରିବି। ବୁଝିଲେ? ତେଣୁ ମୋ ଟିମ୍ ମେମ୍ବର ମାନଙ୍କୁ ରିକ୍ୱେଷ୍ଟ କରିବି କି ସେମାନେ ଆମକୁ ଟିକେ ଦେଖନ୍ତୁ ଏବଂ ବୁଝନ୍ତୁ ମୋ କହିବାର ଉଦ୍ଦେଶ୍ୟଟା ପ୍ରକୃତରେ କଣ। ଜୟ ଜଗନ୍ନାଥ।